ଓମ୍ ଶାନ୍ତି। ଆଜି ଆମେ ଶୁଣିବା ମିଠା ମିଠା ବାବାଙ୍କର ମଧୁର ମହାବାକ୍ୟ। ତାରିଖ 21/7/2026, 21 ଜୁଲାଇ 2026। ପ୍ରାତଃ ମୁରଲି। ଓମ୍ ଶାନ୍ତି। ବାପଦାଦା ମଧୁବନ। ବାବା କହୁଛନ୍ତି, ମିଠେ ବଚ୍ଚେ, ଏବେ ପର୍ଯ୍ୟନ୍ତ ତୁମେ ଶୁଣାଶୁଣି କଥା ଉପରେ ଚାଲି ଆସିଛ। ବର୍ତ୍ତମାନ ବାବା ତୁମକୁ ସିଧାସଳଖ ଜ୍ଞାନ ଶୁଣାଇ ନିଜ ସମାନ ଜ୍ଞାନବାନ କରାଉଛନ୍ତି। ବାବା କହୁଛନ୍ତି, ମିଠେ ବଚ୍ଚେ, ଏବେ ପର୍ଯ୍ୟନ୍ତ ତୁମେ ଶୁଣାଶୁଣି କଥା ଉପରେ ଚାଲି ଆସିଛ। ବର୍ତ୍ତମାନ ବାବା ତୁମକୁ ସିଧାସଳଖ ଜ୍ଞାନ ଶୁଣାଇ ନିଜ ସମାନ ଜ୍ଞାନବାନ କରାଉଛନ୍ତି। ଆଜିର ପ୍ରଶ୍ନ, ଭଲ ପୁରୁଷାର୍ଥୀ ପିଲାମାନଙ୍କର ଲକ୍ଷଣ ତଥା ତାଙ୍କ ଅବସ୍ଥାର ଗାୟନ କ'ଣ ରହିଛି? ଭଲ ପୁରୁଷାର୍ଥୀ ପିଲାମାନଙ୍କର ଲକ୍ଷଣ ତଥା ତାଙ୍କ ଅବସ୍ଥାର ଗାୟନ କ'ଣ ରହିଛି? ଉତ୍ତର, ଭଲ ପୁରୁଷାର୍ଥୀ ପିଲାମାନେ ମାତା ପିତାଙ୍କୁ ପୁରା ଅନୁକରଣ କରିବେ। ଭଲ ପୁରୁଷାର୍ଥୀ ପିଲାମାନେ ମାତା ପିତାଙ୍କୁ ପୁରା ଅନୁସରଣ କରିବେ। ନିଜର ଜୀବନ ପ୍ରତି ଦୟା ରଖିବେ। ପାଠ ପଢ଼ା ପ୍ରତି ପୁରା ଧ୍ୟାନ ରଖିବେ। ଟିକିଏ ବି ସମୟ ବାହାର କରି ବାବାଙ୍କ ସ୍ମୃତିରେ ନିଶ୍ଚୟ ବସିବେ। ସେମାନଙ୍କର ଅବସ୍ଥାର ଗାୟନ ହେଉଛି ଅଟଳ ସ୍ଥିର। ସେମାନଙ୍କୁ ହିଁ ମହାବୀର କୁହାଯାଉଛି। ବାବା କହୁଛନ୍ତି, ସେମାନଙ୍କୁ ହିଁ ମହାବୀର କୁହାଯାଇଥାଏ। ଆଜିର ଗୀତ, ଭୋଲେନାଥ ସେ ନିରାଲା, ଗୌରୀନାଥ ସେ ନିରାଲା, କୋଇ और नहीं। ଓମ୍ ଶାନ୍ତି। ଭକ୍ତି ମାର୍ଗରେ ଦୁନିଆ କେବଳ ଗାୟନ କରୁଛି। ତୁମେମାନେ ଏବେ ଜାଣୁଛ, ଭକ୍ତି ମାର୍ଗରେ ଆମେ ମଧ୍ୟ ଗାଉଥିଲୁ। ଏବେ ସେହି ଭୋଲାନାଥ ସମ୍ମୁଖରେ ଅଛନ୍ତି। ଭୋଲାନାଥ ଅକ୍ଷର ଭକ୍ତି ମାର୍ଗର ଅଟେ। ଜ୍ଞାନ ମାର୍ଗର ଅକ୍ଷର ହେଲା ଶିବ ବାବା। ତୁମେ ଜାଣୁଛ ଯେ ଅନାଦି ପୂର୍ବ ପ୍ରସ୍ତୁତ ଡ୍ରାମାର ଯୋଜନା ଅନୁସାରେ ସଙ୍ଗମ ଯୁଗରେ ବାବାଙ୍କୁ ଆସି ଆମ ଦ୍ୱାରା ଏହି ପୁରୁଷାର୍ଥ କରାଇବାକୁ ହେବ। ବାବା କଳ୍ପ କଳ୍ପ ପୁରୁଷାର୍ଥ କରାଇ ଆସିଛନ୍ତି। କେତେ ସମୟ ତୁମେ ପିଲାମାନେ ଭକ୍ତି କରିଛ, ଏହି କଥା ମଧ୍ୟ ସିଦ୍ଧ କରି ବତାଉଛନ୍ତି। ଯେଉଁମାନେ ପ୍ରଥମେ ଭକ୍ତି ଆରମ୍ଭ କରିଥିଲେ, ସେଇମାନେ ହିଁ ଆସି ଜ୍ଞାନ ନେବେ, ଆଉ ପୁଣି ସୂର୍ଯ୍ୟବଂଶୀ ହେବେ। ସତ୍ୟ ଯୁଗରେ ତ କେବଳ ଜଣେ ଲକ୍ଷ୍ମୀ ନାରାୟଣ ଆସୁନାହାନ୍ତି, ତାଙ୍କର ବଂଶାବଳୀ ମଧ୍ୟ ଅଛି ନା। ତାଙ୍କୁ ଦୈବୀ ବର୍ଣ୍ଣ କୁହାଯାଉଛି। ବାବା କହୁଛନ୍ତି, ତାଙ୍କୁ ଦୈବୀ ବର୍ଣ୍ଣ କୁହାଯାଉଛି। ଭାରତରେ ଦୈବୀ ବର୍ଣ୍ଣ ଥିଲା, ଏବେ ଆସୁରୀ ବର୍ଣ୍ଣ ହୋଇଯାଇଛି। ଏବେ ହେଲା ସଙ୍ଗମ। ଏବେ ଆସୁରୀର ବାବା କହୁଛନ୍ତି, ଏବେ ଆସୁରୀରୁ ଦୈବୀ କୂଳକୁ ଯିବାକୁ ହେବ। ବାସ୍ତବରେ ଏହା ସେହି ମହାଭାରତ ଲଢ଼େଇ ଯାହାର ଗାୟନ ରହିଛି। କେବଳ ଶିବଙ୍କ ବଦଳରେ ଶ୍ରୀକୃଷ୍ଣଙ୍କର ନାମ ଲେଖିଦେଇଛନ୍ତି। ଏକମାତ୍ର ଗୀତା ବାବା କହୁଛନ୍ତି, ଏକମାତ୍ର ଗୀତା ଖଣ୍ଡନ ହେବା ଦ୍ୱାରା ସବୁ ଶାସ୍ତ୍ର ଖଣ୍ଡନ ହୋଇଯାଉଛି। ମୂଳ କଥା ଗୀତାର ହିଁ ଅଟେ। ଗୀତା ପାଠଶାଳା ଅଥବା ଗୀତା ଭବନ କେତେ ଅଛି? ଗୀତ ଜ୍ଞାନ ଶୁଣିବାର ପାଠଶାଳା। ବାବା କହୁଛନ୍ତି, ଗୀତା ପାଠଶାଳା ହେଉଛି ଗୀତ ଜ୍ଞାନ ଶୁଣିବାର ପାଠଶାଳା। ନିଜେ ଶୁଣାଇଲା ବାଲା ନାହାନ୍ତି, ଯିଏ ଶୁଣାଇଥିଲା ସିଏ ନାହାନ୍ତି। ନିଜେ ଶୁଣାଇଲା ବାଲା ନାହାନ୍ତି, ଯିଏ ଆସିକରି ଯାଇଛନ୍ତି ତାଙ୍କର ପୁଣି ଗାୟନ କରାଯାଇଥାଏ। ପିଲାମାନଙ୍କୁ ବାବା ପ୍ରତ୍ୟେକ ଦିନ ବହୁତ ସ୍ନେହର ସହିତ ବୁଝାଉଛନ୍ତି। ପିଲାମାନେ ଜାଣିଛନ୍ତି ବାବା ସ୍ନେହର ସାଗର, ସମସ୍ତଙ୍କୁ ସ୍ନେହର ସହିତ ଶିଖାଉଛନ୍ତି। ବାବା କହୁଛନ୍ତି, ବାବା କେବେ କ୍ରୋଧ କରିନଥାନ୍ତି, ସର୍ବଦା ସ୍ନେହର ସହିତ ବୁଝାଇଛନ୍ତି। ପିଲାମାନଙ୍କୁ ବାବା କେବେ ବି କ୍ରୋଧ କରିନଥାନ୍ତି, ସର୍ବଦା ସବୁବେଳେ ସ୍ନେହର ସହିତ ବୁଝାଉଛନ୍ତି। ପିଲାମାନେ, ତୁମେ ସତ୍ତ୍ୱପ୍ରଧାନ ଥିଲ, ପୁଣି ପୁନର୍ଜନ୍ମ ନେଇ ଆସିଛ। ତୁମେ ଭାରତବାସୀ ହିଁ ଅସଲରେ ଦେବୀ ଦେବତା ଧର୍ମର ଅଟ, ଏକଥା ମଧ୍ୟ ବତାଉଛନ୍ତି। ପ୍ରଥମେ ବର୍ଷା ନେବାକୁ ହିଁ ଆସିବେ। ଯେଉଁମାନେ ଥିଲେ ଆଦି ସନାତନ ଦେବୀ ଦେବତା ଧର୍ମର, ସେଇମାନେ ହିଁ ଏବେ ସଙ୍ଗମ ଯୁଗରେ ପ୍ରଥମେ ବର୍ଷା ନେବାକୁ ଆସିବେ। ଯେଉଁମାନେ କଳ୍ପ ପୂର୍ବରୁ ନେଇଥିଲେ, ସେଇମାନେ ହିଁ କହିବେ, ବାବା ଆପଣଙ୍କ ବ୍ୟତୀତ ଆମର ଆଉ କେହି ସହାୟକ ନାହାନ୍ତି। ବାବା କ୍ଷମା ମଧ୍ୟ ସେତେବେଳେ କରିବେ ଯେବେ ସଙ୍ଗମ ଯୁଗ ହେବ। ଏକଥା ତ ପିଲାମାନେ ଜାଣିଛନ୍ତି ଯେ ରାବଣ ରାଜ୍ୟ ଏବଂ ରାମ ରାଜ୍ୟ ଏଇଠାରେ ହିଁ ହେଉଛି। ରାବଣ ରାଜ୍ୟ ଅଛି, ସେଥିପାଇଁ ତ ରାମ ରାଜ୍ୟ ଚାହୁଁଛନ୍ତି। ତୁମେ ଯେବେ ଶିବ ବାବା କହୁଛ, ତେବେ ବୁଦ୍ଧି ନିରାକାରଙ୍କ ଆଡ଼କୁ ହିଁ ଯାଉଛି। ନିରାକାର ହିଁ ମନେ ପଡୁଛନ୍ତି। ଆତ୍ମା ହିଁ ବାବା କହୁଛନ୍ତି, ଆତ୍ମା ହିଁ ବାବାଙ୍କୁ ମନେ ପକାଉଛି। ଆତ୍ମା ହିଁ ବାବାଙ୍କୁ ଡାକୁଛି। ତାପରେ ବାବା କହୁଛନ୍ତି, ଏମିତି ନୁହେଁ ଯେ ପରମ୍ପରା ବସି ଶୁଣୁଛନ୍ତି। ବାବା ବୁଝାଉଛନ୍ତି, ଡ୍ରାମାର ଯୋଜନା ଅନୁସାରେ
ପତିତମାନଙ୍କୁ ପବିତ୍ର କରାଇବା ପାଇଁ ମୁଁ ଏହି ଶରୀରରେ ଆସୁଛି। ଭକ୍ତି ଯେବେ ପୂରା ହେଉଛି ତେବେ ମୋତେ ଆସିବାକୁ ହିଁ ପଡୁଛି। ଏହା ବୁଝିବାର କଥା ଅଟେ। ସେହି ସମୟ ଆସିବାରୁ ପିଲାମାନେ ଡାକିବାରେ ଲାଗୁଛନ୍ତି। ଏ କଥା ତ କେଉଁଠାରେ ଲେଖାଯାଇ ନାହିଁ ଯେ କେବେ ଆସିବେ। ସେମାନେ କଳ୍ପର ଆୟୁଷ ଭୁଲ କରି ଲେଖି ଦେଇଛନ୍ତି। ଏହି ଚିତ୍ର ଘରେ ଘରେ ରହିବା ଉଚିତ। ଯାହାକୁ ପ୍ରତ୍ୟହ ଦେଖିବ ଏବଂ ସ୍ମୃତିରେ ଆସିବ ଯେ ଇଏ ବାବା, ଇଏ ଦାଦା, ଏହା ବର୍ଷା ଅଟେ। ବାବା କହୁଛନ୍ତି ପିଲାମାନେ ସତ୍ୟ ପ୍ରଧାନ ହେବା ପାଇଁ ମତେ ମନେ ପକାଅ, ତେବେ ଖାଦ ବାହାରି ଯିବ। ଏହି ଯୁକ୍ତି ବାବା ହିଁ ବୁଝାଉଛନ୍ତି। ବାବା କହୁଛନ୍ତି ଏହି ଯୁକ୍ତି କେବଳ ଏକ ବାବା ହିଁ ବୁଝାଉଛନ୍ତି। ଏହି ବ୍ରହ୍ମା ବାବା ମଧ୍ୟ କହୁଛନ୍ତି ମୁଁ ବି ପୁରୁଷାର୍ଥ କରୁଛି। ପିଲାମାନଙ୍କୁ ପରସ୍ପରକୁ ସାବଧାନ କରି ଉନ୍ନତ ବାବା କହୁଛନ୍ତି ପିଲାମାନଙ୍କୁ ପରସ୍ପରକୁ ସାବଧାନ କରି ଉନ୍ନତି ପ୍ରାପ୍ତ କରିବାକୁ ହେବ। ଏହି ଚିତ୍ର ଦ୍ୱାରା ବୁଝାଇବା ବହୁତ ଭଲ। ଶିବ ବାବା ବ୍ରହ୍ମାଙ୍କ ଦ୍ୱାରା ସ୍ଥାପନା କରୁଛନ୍ତି। ସମ୍ମୁଖରେ ଭାରତର ଲଢ଼େଇ ରହିଛି। ବାବା କହୁଛନ୍ତି ସମ୍ମୁଖରେ ମହାଭାରତର ଲଢ଼େଇ ରହିଛି। ଏବେ ସବୁ ଧର୍ମର ବିନାଶ ହେବ, ସେଥିପାଇଁ ଲଢ଼େଇ ନିଶ୍ଚୟ ହେବ। ଏହି କଥା ପିଲାମାନେ ବାବା କହୁଛନ୍ତି ଏହି କଥା ପିଲାମାନେ ଭୁଲିଯିବା ଅନୁଚିତ। ବାସ୍ତବରେ ଏବେ କଳିଯୁଗର ଘୋର ଅନ୍ଧକାରର ସମୟ। କେତେ ଢେର ମନୁଷ୍ୟ ଅଛନ୍ତି, ତେଣୁ ବିନାଶ ନିଶ୍ଚୟ ହେବ। ସତ୍ୟ ଯୁଗରେ ଏକ ଧର୍ମ ହେବ। ନିଶ୍ଚୟ ସେହିମାନେ ହିଁ 84 ଜନ୍ମର ଚକ୍ର ଲଗାଇଛନ୍ତି। ଏହା ତ ସହଜ ଅଟେ। ବାକି ଏତେ ସବୁ ଧର୍ମର ନିଶ୍ଚୟ ବିନାଶ ହେବ। ପୁଣି ଏକ ଧର୍ମର ସ୍ଥାପନା ନିଶ୍ଚୟ ହେବ। କୋଉ ଧର୍ମ? ଆଦି ସନାତନ ଦେବୀ ଦେବତା ଧର୍ମ। ସମସ୍ତଙ୍କର ସଦ୍ଗତି ଦାତା ବାବା ଅଟନ୍ତି। ବାବାଙ୍କ ଠାରୁ ହିଁ ପିଲାମାନଙ୍କୁ ବର୍ଷା ମିଳୁଛି। ପିଲାମାନେ ଜାଣିଛନ୍ତି ଆମେ ଯେଉଁ ପାଠ ପଢୁଛୁ ତାହା ଭବିଷ୍ୟତ 21 ଜନ୍ମ ପାଇଁ। ଭଗବାନୁବାଚ ମୁଁ ତମକୁ ପାଠ ପଢାଇ 21 ଜନ୍ମ ପାଇଁ ସ୍ୱର୍ଗର ମାଲିକ କରାଉଛି। ସୂର୍ଯ୍ୟବଂଶୀ ଚନ୍ଦ୍ରବଂଶୀ କୂଳର ସ୍ଥାପନା ହେଉଛି। ଯିଏ ଯେତେ ପୁରୁଷାର୍ଥ କରିବ ସେତେ ଉଚ୍ଚ ପଦ ପାଇବ। ତେଣୁ ଶିବ ବାବା କହୁଛନ୍ତି ଏହି ପିତା ମାତାଙ୍କୁ ଅନୁସରଣ କର। ଏହାଙ୍କୁ ସୂକ୍ଷ୍ମବତନ ବୈକୁଣ୍ଠରେ ମଧ୍ୟ ଦେଖୁଛ। ନିଜକୁ ମଧ୍ୟ ଦେଖୁଛ ଯେ ଆମେ ମଧ୍ୟ ମହାରାଜା ମହାରାଣୀ ହେଉଛୁ। ତୁମକୁ ବୈକୁଣ୍ଠର ମଧ୍ୟ ସାକ୍ଷାତକାର ହେଉଛି। ମାନୁଛନ୍ତି ମଧ୍ୟ ବାସ୍ତବରେ ଭାରତ ବୈକୁଣ୍ଠ ଥିଲା। ଶ୍ରୀକୃଷ୍ଣପୁରୀ ଥିଲା। ଆଜି କଂସପୁରୀ ହୋଇଯାଇଛି। କାଲି କୃଷ୍ଣପୁରୀ ହେବ। ରାତି ବଦଳି ଦିନ ହେବ। ଏହା ହେଉଛି ଅଧାକଳ୍ପ ବେହଦ୍ର ଦିନ ଏବଂ ଅଧାକଳ୍ପ ବେହଦ୍ର ରାତି। ଅନ୍ଧକାରରେ ହିଁ ଝୁଣ୍ଟିଥାନ୍ତି। ବ୍ରହ୍ମାଙ୍କର ରାତି ଅର୍ଥାତ୍ ବ୍ରାହ୍ମଣ ମାନଙ୍କର ରାତି। ପୁଣି ତୁମେ ବ୍ରହ୍ମା ବାବା କହୁଛନ୍ତି ବ୍ରହ୍ମାଙ୍କର ରାତି ଅର୍ଥାତ୍ ବ୍ରାହ୍ମଣ ମାନଙ୍କ ରାତି। ପୁଣି ତୁମେ ବ୍ରାହ୍ମଣରୁ ଦେବତା ହେଉଛ। ସତ୍ୟ ଯୁଗରେ ବ୍ରାହ୍ମଣ ରହିବେ ନାହିଁ, ଦେବତାମାନେ ହିଁ ରହିବେ। ଏକଥା ମଧ୍ୟ ପିଲାମାନେ ଜାଣିଛନ୍ତି। ଭାରତ ପବିତ୍ର ରାଜସ୍ଥାନ ଥିଲା, ପୁଣି ଅପବିତ୍ର ରାଜସ୍ଥାନ ହୋଇଯାଇଛି। ଭାରତ ସର୍ବଦା ରାଜସ୍ଥାନ ହୋଇ ରହିଛି। ଏଠାରେ ରାଜତ୍ୱ ଚାଲି ଆସୁଛି ଅନ୍ୟ ଧର୍ମାବଲମ୍ବୀ ମାନଙ୍କର। ବାବା କହୁଛନ୍ତି ଅନ୍ୟ ଧର୍ମାବଲମ୍ବୀ ମାନଙ୍କର ଆରମ୍ଭରୁ ରାଜତ୍ୱ ଚାଲୁନାହିଁ। ଭଗବାନ ହିଁ ରାଜତ୍ୱ ସ୍ଥାପନ କରୁଛନ୍ତି। ଭଗବାନ ହିଁ ଆସି ରାଜଯୋଗ ଶିଖାଉଛନ୍ତି। ସେ ହେଲେ ନିରାକାର, ଜ୍ଞାନର ସାଗର, ସୁଖର ସାଗର, ପତିତ ପାବନ। ତୁମେ ଜାଣିଛ ବାବାଙ୍କ ଠାରୁ ଆମକୁ ବର୍ଷା ମିଳୁଛି। ନିଶ୍ଚୟ ଆମର ପୁରୁଷାର୍ଥରେ ବିଳମ୍ବ ହେଉଛି। ଯିଏ ଯେତେ ପୁରୁଷାର୍ଥ କରିପାରିବେ ଅନ୍ୟମାନଙ୍କୁ ରାସ୍ତା ବତାଇ ପାରିବେ। ବାବା କହୁଛନ୍ତି ମତେ ମନେ ପକାଅ, ତେବେ ତୁମେ ପତିତରୁ ପାବନ ହୋଇ ନୂଆ ଦୁନିଆର ମାଲିକ ହୋଇଯିବ। ଏବେ ବାବା କହୁଛନ୍ତି ଏହା କେତେ ସହଜ ଅଟେ। ଏଇ କଥାଟି କେତେ ସହଜ ଅଟେ। ବାସ୍ ବାବାଙ୍କୁ ମନେ ପକେଇବା, ନୂଆ ଦୁନିଆର ମାଲିକ ହେଇଯିବା। ଲୌକିକ ମାତା ପିତା ଯଦି ଜ୍ଞାନରେ ଅଛନ୍ତି ତେବେ ପିଲାମାନଙ୍କୁ ମଧ୍ୟ ନିଜ ସମାନ କରିବାକୁ ପଡିବ। ମାତା ପିତା ସଚ୍ଚା ରୋଜଗାର କରୁଛନ୍ତି ତ ପିଲାମାନଙ୍କୁ ମଧ୍ୟ ସଚ୍ଚା ରୋଜଗାର କରାଇବା ଦରକାର। କେହି କେହି ସନ୍ତାନ ବହୁତ ଭଲ ହୋଇଥାନ୍ତି। କହୁଛନ୍ତି ଆମେ ରୁହାନୀ ପାଠ ପଢି ଘରେ ଘରେ ଏହି ସନ୍ଦେଶ ଦେଇ ଚାଲିବୁ। ବାବା ମଧ୍ୟ କହୁଛନ୍ତି ଯେ ମୁଁ ପୈଗମ୍ବର ଏବଂ ମେସେଞ୍ଜର ଅଟେ। ତୁମକୁ ସନ୍ଦେଶ ଦେଇଛି ଯେ ଘରକୁ ଚାଲ। ଅନ୍ୟ ଧର୍ମ ସ୍ଥାପକ ତ କେବଳ ଆସି ନିଜ ନିଜର ଧର୍ମ ସ୍ଥାପନା କରୁଛନ୍ତି। ମୁଁ ସମସ୍ତଙ୍କୁ ସନ୍ଦେଶ ଦେଉଛି ଯେ ଏବେ ଘରକୁ ଫେରିବାକୁ ହେବ। ଏହି ଦୁନିଆ ଏବେ ରହିବା ଯୋଗ୍ୟ ନୁହେଁ। ମତେ ମନେ ପକାଇଲେ ତ ତୁମେ ପବିତ୍ର ହୋଇଯିବ। ତୁମେ ପବିତ୍ର ଥିଲ, ପୁଣି ରାବଣ ତୁମକୁ ପତିତ କରିଦେଇଛି। ବାବା କହୁଛନ୍ତି ମୁଁ ପୁଣି ଥରେ ପବିତ୍ର କରାଇବାକୁ ଆସିଛି। ଅଳ୍ପ ସମୟ ପରେ ବମ୍ ଆଦି ପଡ଼ିଲେ ଯାଇ ବୁଝିବେ ଯେ ଏହା ସେହି ମହାଭାରତ ଲଢ଼େଇ।
ତେବେ ନିଶ୍ଚିତ ଭଗବାନ ହିଁ ଥିବେ। ବାବା କହୁଛନ୍ତି ଯେହେତୁ ମହାଭାରତ ଲଢେଇ ଲାଗିଛି ତେବେ ନିଶ୍ଚିତ ଭଗବାନ ବି ଥିବେ, କିନ୍ତୁ ସେମାନେ ଭାବୁଛନ୍ତି ଗୀତାର ଭଗବାନ ଶ୍ରୀକୃଷ୍ଣ ଅଟନ୍ତି। କେତେ ଦ୍ୱନ୍ଦ୍ୱରେ ପଡୁଛନ୍ତି। ଯଦି ଦ୍ୱନ୍ଦ୍ୱରେ ନଥାନ୍ତେ ତେବେ ଭଗବାନଙ୍କର ଆସିବାର କଣ ଦରକାର ଥିଲା? ଭକ୍ତି ମାର୍ଗକୁ ଭୁଲ ଭୁଲैୟାର ଗୋରଖଧନ୍ଦା ଖେଳ କୁହାଯାଇଥାଏ। ଏବେ ବାବା କହୁଛନ୍ତି ମତେ ମନେ ପକାଇବା ଦ୍ୱାରା ତୁମର ସବୁ ଭୁଲ ସମାପ୍ତ ହୋଇଯିବ। ତୁମେ ଆଗରୁ ନିଜକୁ ଦେହ ବୋଲି ଭାବୁଥିଲ, ଏବେ ନିଜକୁ ଦେହୀ ମାନେ ଆତ୍ମା ବୋଲି ଭାବୁଛ। ଏହି ସାବଧାନୀ ବାବା ହିଁ ଦେଉଛନ୍ତି ଯେ ପିଲାମାନେ ଦେହୀ ଅଭିମାନୀ ହୁଅ। ଏଠାରେ ତୁମେ ବାବାଙ୍କ ସମ୍ମୁଖରେ ବସିଛ, ସେଠାରେ ସେଣ୍ଟର ମାନଙ୍କରେ କନ୍ୟାମାନେ ବସି ବୁଝାଇବେ ଯେ ଶିବ ବାବା ଏହିପରି କହୁଛନ୍ତି। ଏଠାରେ ତ ସିଧାସଳଖ ବାବା କହୁଛନ୍ତି ମୁଁ ଆତ୍ମା ମାନଙ୍କ ସହିତ ବସି କଥା ହେଉଛି। ତୁମେମାନେ ଜାଣିଛ ବାବା ଏହାଙ୍କ ଦ୍ୱାରା ଆମକୁ ବୁଝାଉଛନ୍ତି। ଏହା ବହୁତ କଲ୍ୟାଣକାରୀ ମେଳା। ବାବା କହୁଛନ୍ତି ନିରନ୍ତର ମତେ ମନେ ପକାଅ। ବାବାଙ୍କ ଠାରୁ ଆମକୁ ସ୍ୱର୍ଗର ବର୍ଷା ନେବାକୁ ହେବ। ବାବା ଏବଂ ସ୍ୱର୍ଗକୁ ମନେ ପକାଇବାକୁ ହେବ। ଏଠାରେ କୌଣସି ବି ବିକର୍ମ କରିବା ଅନୁଚିତ। ଯଦି ବିକର୍ମ କରିବ ତେବେ ତାହା 100 ଗୁଣା ହୋଇଯିବ। ବିକର୍ମ ମାୟା କରାଇଥାଏ, ଏହା ଉପରେ ବିଜୟ ପାଇବାକୁ ହେବ। ସେଥିପାଇଁ ହନୁମାନ ମହାବୀରଙ୍କର କଥା ରହିଛି। ତୁମେ ମହାବୀର ହନୁମାନ ଅଟନା, ଆମେ ତ ବାବାଙ୍କର ହୋଇଯାଇଛୁ, ତେଣୁ ମାୟା ଠାରୁ ହାରିବୁ ନାହିଁ। ବାବାଙ୍କୁ ସ୍ମରଣ କରି କରି ସତ ପ୍ରଧାନ ବିକର୍ମାଜିତ ହୋଇଯିବୁ। ବାବା କହୁଛନ୍ତି ବାବାଙ୍କୁ ସ୍ମରଣ କରି ବାବାଙ୍କୁ ମନେ ପକାଇ ସତ ପ୍ରଧାନ ବିକର୍ମାଜିତ ନିର୍ବିକାରୀ ହୋଇଯିବୁ। ନ ହେବେ ତ ନିଜର ପଦ ହିଁ ଭ୍ରଷ୍ଟ ହେବ। ପୁରୁଷାର୍ଥୀ ସନ୍ତାନମାନେ ନିଜ ଜୀବନ ପ୍ରତି ଦୟା କରିଥାନ୍ତି। କିଛି ବି ହୋଇଯାଉ ୟାଦ୍ର ଯାତ୍ରାରେ ରହିବେ, ଅଚଳ ଅଟଳ ସ୍ଥିର ରହିବେ। ବିନାଶ ତ ହେବ ହିଁ ହେବ। ସମସ୍ତଙ୍କର କାକା ଚାଚା ମାମା ଗୁରୁ ଗୋସାଇଁ ଆଦି ସବୁ ମରିଯିବେ। ସଦ୍ଗୁରୁ କହୁଛନ୍ତି ମୁଁ ତୁମକୁ ସାଥିରେ ନେଇଯିବି। ମନୁଷ୍ୟମାନେ ତ ଘୋର ଅନ୍ଧକାରରେ ଅଛନ୍ତି। ତୁମେ ଜାଣିଛ ଯେ ଶିବ ବାବା ଆମକୁ ସାଥିରେ ନେଇଯିବେ। କଥାରେ କହିଥାନ୍ତି ନା କାଳ ଖାଇଗଲା। କିନ୍ତୁ ମୁଁ ତୁମକୁ ଶାନ୍ତିଧାମକୁ ନେଇଯାଉଛି। ଆତ୍ମା ଶରୀର ଛାଡି ଚାଲି ଯାଉଛି। କାଳ ନେଇ ଯାଉନାହିଁ, ଆତ୍ମା ହିଁ ବାହାରି ଯାଉଛି। ଏବେ ମୁଁ ନିଜେ ଆସିଛି ତୁମକୁ ଘରକୁ ନେଇଯିବା ପାଇଁ। ବାବା କଣ ମାରିବାକୁ ଆସିଛନ୍ତି କି? ନା, ତୁମକୁ ଏହି ପୁରୁଣା ଶରୀର ଛାଡିବାକୁ ହେବ। ଆତ୍ମାକୁ ତମ ପ୍ରଧାନରୁ ସତ ପ୍ରଧାନ ହେବାକୁ ପଡିବ। ଏବେ ପାଞ୍ଚ ତତ୍ତ୍ୱ ମଧ୍ୟ ତମ ପ୍ରଧାନ ଅଟନ୍ତି। ସେଥିପାଇଁ ଶରୀର ମଧ୍ୟ ସେହିପରି ତିଆରି ହୋଇଛି। ସେଠାରେ ସତ୍ୟ ପ୍ରଧାନ ତତ୍ତ୍ୱ ଦ୍ୱାରା ତୁମର ଶରୀର ମଧ୍ୟ ଗୋରା ହେବ। ବାବା କହୁଛନ୍ତି ମୁଁ ପୁଣି ଥରେ ସତ୍ୟଯୁଗୀ ଆଦି ସନାତନ ଦେବୀ ଦେବତା ଧର୍ମ ସ୍ଥାପନା କରୁଛି। ତୁମେ ହିଁ 84 ଜନ୍ମ ଭୋଗ କରିଛ। ତୁମେ ନିଜର ଧର୍ମକୁ ଭୁଲି ଯାଇଛ, ଅନ୍ୟ କେହି ନିଜର ଧର୍ମକୁ ଭୁଲି ନାହାନ୍ତି। ତୁମେ ଏବେ ଜାଣୁଛ ଆମେ ଅସଲରେ ଦେବୀ ଦେବତା ଧର୍ମର ଥିଲୁ। ଏତେ ଉଚ୍ଚରୁ ପୁଣି ନୀଚ କିପରି ହୋଇଗଲୁ? ବାବା ଆସି କଳ୍ପ କଳ୍ପ ତୁମକୁ ହିଁ ବୁଝାଉଛନ୍ତି, ତୁମେ ପୁଣି ଅନ୍ୟମାନଙ୍କୁ ବୁଝାଇବ। ଏବେ 84 ଜନ୍ମର ଚକ୍ର ପୂର୍ଣ୍ଣ ହେଉଛି। ବିନାଶ ସମ୍ମୁଖରେ ରହିଛି। ସ୍ୱର୍ଗର ମାଲିକ ହେବା ପାଇଁ ନିଜକୁ ଯୋଗ୍ୟ କରାଇବାକୁ ହେବ। ତେବେ ବାବାଙ୍କ ସ୍ମୃତି ଦ୍ୱାରା ହିଁ ତୁମେ ଯୋଗ୍ୟ ହୋଇପାରିବ। ତେଣୁ ସକାଳେ ଉଠି ବାବାଙ୍କୁ ମନେ ପକାଅ। ବାବା ଆଶ୍ଚର୍ଯ୍ୟ ଲାଗୁଛି ଆପଣ କିପରି ଆସୁଛନ୍ତି, କିପରି ଆମ ସମ୍ମୁଖରେ କଥା ହେଉଛନ୍ତି। ତାହା ହେଉଛି ଭକ୍ତି ମାର୍ଗର ଶୁଣା କଥା। ଏବେ ତ ଆମ ଆତ୍ମାମାନଙ୍କୁ ବାବା ମିଳିଯାଇଛନ୍ତି। ଆତ୍ମାମାନଙ୍କୁ ବାବା ମିଳିଥିବାରୁ ସ୍ନେହ ବାବା କହୁଛନ୍ତି ଆତ୍ମାମାନଙ୍କୁ ବାବା ମିଳିଥିବାରୁ ସ୍ନେହରେ ଆସି ମିଶୁଛନ୍ତି। ପିଲାମାନେ ବହୁତ ସ୍ନେହରେ ବାବାଙ୍କ ସହିତ ମିଶୁଛନ୍ତି। ଏହାଙ୍କ ଶରୀରରେ ସେହି ସ୍ନେହୀ ବାବା କହୁଛନ୍ତି ଏହାଙ୍କ ଶରୀରରେ ସେହି ନିରାକାର ବାବା ଗୁପ୍ତ ରୂପରେ ଅଛନ୍ତି। ସେଥିପାଇଁ ବାବା ସର୍ବଦା କହୁଛନ୍ତି ଏହାଙ୍କ ସହିତ ମିଶୁଛ ତ ଶିବ ବାବାଙ୍କୁ ୟାଦ କରି ମିଶ। ମାନେ ଯେତେବେଳେ ଆମେ ବ୍ରହ୍ମା ବାବାଙ୍କ ସହିତ ମିଶୁଛୁ ତମେ ଶିବ ବାବାଙ୍କୁ ମନେ ପକେଇବା। ଶିବ ବାବାଙ୍କ ସହିତ ମିଶୁଛୁ ବୋଲି ୟାଦ କରିବା, ତାଙ୍କୁ ୟାଦ କରିବା, କାରଣ ବ୍ରହ୍ମା ବାବାଙ୍କ ଶରୀରରେ ଶିବ ବାବା ଅଛନ୍ତି। ମନୁଷ୍ୟମାନେ କିଛି ବି ଜାଣିନାହାନ୍ତି। ତୁମମାନଙ୍କ ଭିତରେ ମଧ୍ୟ କେହି କେହି ଜାଣୁଛନ୍ତି। ସେମାନେ ମୋର ହୋଇ ପୁଣି ଭୁଲି ଯାଉଛନ୍ତି। ଦେହ ଅଭିମାନରେ ଆସି ଯାଉଛନ୍ତି। ପ୍ରତିଜ୍ଞା ମଧ୍ୟ କରୁଛନ୍ତି ବାବା ମୁଁ ଆପଣଙ୍କର ହୋଇସାରିଛି। ପୁରୁଷ ଅଥବା ସ୍ତ୍ରୀ ଉଭୟଙ୍କର ଆତ୍ମା ଏହି କଥା ଶୁଣୁଛି। ଶରୀରରେ ଥିବା ସମୟରେ ପୁରୁଷ ଆତ୍ମା କହୁଛି ମୁଁ ଆପଣଙ୍କର ହୋଇସାରିଛି। ନାରୀର ଆତ୍ମା ବି କହିବ ମୁଁ ଆପଣଙ୍କର ହୋଇସାରିଛି। ବାବା ଆମେ ଆପଣଙ୍କ ଠାରୁ ପୁରା ବର୍ଷା ସମ୍ପତ୍ତି ନେବୁ।
पूरा याद करिबो। याद करिबा बिना पाप कटिबो नहीं। तम प्रधान सत प्रधान होई परिबो नहीं। सत्य जुगरे तुमको अखंड अटल सुख शांति संपत्तिर 21 जन्म राज्य मिलुछि। स्वर्गर रचयिता बाबा निश्चित निजर वर्षा देबे। गायन मध्य करुछन्ति चिंता थिला पार ब्रह्मरे रहिला बाबा परम पिता परमात्मांकर। से तो थरे मात्र आसुछन्ति। यह भी बुझिबार कथा अटे ना। केही तो एकथा बुझु नाहंती। आगकू गले सेमानंकर आखि खोली जीव। टिके बड़ लड़ाई लागू। वास्तव में एही यज्ञ रचना करा जायछि। लड़ाई मध्य हेबो। एही यज्ञ विषय रे केही जानि नाहंती। रुद्र ज्ञान यज्ञ रचना करा जायतिला विनाश हेबा पई। दुनिया रे पुणी यज्ञ रचना करूछन्ति विनाश न हेउ। चारिआडे शांति होई जाऊ। एही यज्ञ पुणी मध्य रचना करिबे। बाबा कहउछन्ति एही यज्ञ पुणी मध्य रचना करिबे। सेमाने एकथा जानि नाहंती जे विनाश हेबो पुणी कौन रहिबो। एबे तुमे माने सारा विश्वर आदि मध्य अंत को जानिछ। समस्तिंकर बेहद्र जन्म कहानी को जानिछ। एपरि केही नाहंती जिए कहिबे जे परम पिता परमात्मांकर जीवन कहानी आमे जानिनु। समस्ते परमात्मा को ही डाकुछन्ति ना। घड़ी घड़ी तांको याद करूछन्ति। डाकुछन्ति ना भगवान एही पिला देले एही परि कले। केही केही पुणी एकथा बुझुथांति जे जहाँकर वस्तु थिला से नहीं गले। एही परि मध्य बुद्धिमान पुरुष अछन्ति। अनेक प्रकारर मनुष्य रहिछन्ति। एबे तुमको बाबा मिलिछन्ति तो बाबा को ही याद करिबाको हेबो। बाबा स्मरण द्वारा ही राजयोग। बाबा कहउछन्ति बाबा तांकरी स्मरण द्वारा ही राजयोग होइथाय। माने बाबा को जेते स्मरण करिबा ताकू ही राजयोग कुआ जाय। एहा द्वारा तुमे विष्णुपुरीर मालिक होइजिब। तुमे सत्य जुगरु आरंभ करी कलिजुग शेष पर्यंत सारा चक्र को जानिछ। तुम बुद्धि रे ठीक सही भली कथा अछि जेपरि बाबांक बुद्धि रे रहिछि। सेथिपई तांको ज्ञानर सागर नॉलेजफुल कुहा जाउछि। एबे तुमे बाबांक ठारू वर्षा नेउछ। तुम मानको अचल स्थिर रहिबा दरकार। एपरि नुहे जे माया घड़ी घड़ी आसी हलचल करिब। तुमे लाजकुली लता परी हेबा उचित नुहे। बाबांको याद न करिबा द्वारा झाउली पडुछन्ति। बाबांको मने पकाइबार पुरुषार्थ तुमे करुछ। समय पाखेई आसिब। पुणी तुमे देखिब जे आमर पुरुषार्थ एबे पूरा हेला। शेष समय आसीगला। अच्छा मिठा मिठा शिखिलाते संतान मानक प्रति माता पिता बाप दादांकर मधुर स्नेह भरा स्मृति एवं सुप्रभात। आत्मिक पितांकर आत्मिक संतान मानक नमस्ते। आम सब आत्मिक संतान मानकर आत्मिक माता पिता बाप दादांको मधुर स्नेह भरा स्मृति एवं सुप्रभात। नमस्कार नमस्कार नमस्कार। धन्यवाद बाबा। धन्यवाद धन्यवाद धन्यवाद। हृदयरु धन्यवाद। ओम शांति बाबा। आजिर धारणा पाई मुख्य सार। 1 रुहानी बा आत्मिक पाठ पढ़ी सच्चा रोजगार करने सहित कराइबाकु हेबो। घर को जीवार संदेश समस्तिंकु देबाकु हेबो। एबे कौनसी भी विकर्म करिबार नाही। 2 सकाळु बा अमृत बेल ठारू उठी स्नेहर सहित बाबा को स्मरण करने हेबो। छोट मोट कथारे लाजकुली लता भली हेबा अनुचित। निजर अवस्था को अचल अटल कराइबाकु हेबो। आजिर वरदान बाबा कहउछन्ति ज्ञानर लाइट अर्थात आलोक एवं माइट अर्थात शक्ति द्वारा निजर लक अर्थात भाग्य को जागृत करुथिबा सदा सफलता मूरत भव। ज्ञानर लाइट अर्थात आलोक एवं माइट अर्थात शक्ति द्वारा निजर लक अर्थात भाग्य को जागृत करुथिबा सदा सफलता मूरत भव। सेतिपई बाबा विस्तार रे कहउछन्ति जेउ पिला माने ज्ञानर लाइट एवं माइट द्वारा आदि मध्य अंत को जानी पुरुषार्थ करिथांती सेमानकु सफलता निश्चित मिलिथाय। सफलता प्राप्त हेबा मध्य भाग्यर चिन्ह अटे। तेणु ज्ञानवान हेबा ही भाग्य को जागृत करिबार आधार अटे। ज्ञान केवल रचयिता एवं रचना विषय नुहे किंतु ज्ञानवान हेबा अर्थात प्रत्येक संकल्प प्रत्येक शब्द एवं प्रत्येक कर्म रे ज्ञान स्वरूप हेबा दरकार। तेबे जाई सफलता मूरत होई परिबो। जदि पुरुषार्थ ठीक भाबरे करुथिले बाबा कहउछन जदि पुरुषार्थ ठीक भाबरे करुथिले मध्य सफलता देखा जाउ नाही तेबे बुझी नेबा दरकार जे यह असफलता नुहे परिपक्वतार आधार अटे। आजिरा स्लोगन जदि देह ठारू नियारा होई कर्मेंद्रियंक द्वारा कर्म कराइब तेबे कर्मातीत स्थिति
ସ୍ଥିତିର ଅନୁଭବ ସହଜରେ କରିପାରିବ। ଯଦି ଦେହଠାରୁ ନିଆରା ହୋଇ କର୍ମେନ୍ଦ୍ରିୟମାନଙ୍କ ଦ୍ୱାରା କର୍ମ କରାଇବ ତେବେ କର୍ମାତୀତ ସ୍ଥିତିର ଅନୁଭବ ସହଜରେ କରିପାରିବ। ଆଜିର ଅବ୍ୟକ୍ତି ସାରା ଜ୍ୱାଳା ସ୍ୱରୂପ ସ୍ଥିତିରେ ରହି ଶକ୍ତିଶାଳୀ ଯୋଗର ଅନୁଭବ କର। ଜ୍ୱାଳା ସ୍ୱରୂପ ସ୍ଥିତିରେ ରହି ଶକ୍ତିଶାଳୀ ଯୋଗର ଅନୁଭବ କର। ତା ପାଇଁ ବାବା କହୁଛନ୍ତି ଯେତେବେଳେ ଯୋଗ କରିବା ପାଇଁ ବସୁଛ ସେତେବେଳେ ସମାହିତ କରିବାର ଶକ୍ତି ଗୋଟିଏ ସେକେଣ୍ଡ ଭିତରେ କାର୍ଯ୍ୟକାରୀ କର। ସେବାର ସଂକଳ୍ପ ମଧ୍ୟ ସମାହିତ ହୋଇଯାଉ, ପ୍ରକଟ ନ ହେଉ, ଏତିକି ଶକ୍ତି ରହିବା ଦରକାର ଯାହାକି ଷ୍ଟପ୍ କହିବା ମାତ୍ରକେ ଷ୍ଟପ୍ ହୋଇଯାଉଥିବ, ପୁରା ବ୍ରେକ୍ ଲାଗିଯାଉଥିବ, ଢିଲା ବ୍ରେକ୍ ନୁହେଁ। ଯଦି ଗୋଟିଏ ସେକେଣ୍ଡ ପରିବର୍ତ୍ତେ ଅଧିକ ସମୟ ଲାଗିଯାଉଛି ତେବେ ସମାହିତ କରିବାର ଶକ୍ତି ଦୁର୍ବଳ ଅଛି ବୋଲି କୁହାଯିବ। ଆଚ୍ଛା, ଓମ୍ ଶାନ୍ତି।